ହେଲା ଆଜି ସିନେମା ରିଲିଜ୍ ହେଉଛି ସ୍କ୍ରିପ୍ଟ କେମିତି ରହିଥିଲା କେତେ ଟପ୍ ସିନେମାର ପ୍ରସ୍ତୁତି ପାଇଁ 3 ବର୍ଷ ଲାଗିଯାଇଥିଲା। ପ୍ରଥମେ ଏଇଟା ଆମେ ରବୀନ୍ଦ୍ର ମଣ୍ଡପରେ ଗୋଟେ ନାଟକ କରିଥିଲୁ। ନାଟକର ଅପୂର୍ବ ସଫଳତା ପରେ ଆମେ ଚିନ୍ତା କରୁଛୁ ଏଟାକୁ ଚଳଚ୍ଚିତ୍ର କରିବା ପାଇଁ। ଯେହେତୁ ଏଇଟା ଇତିହାସର କଥା, ମାଦଳା ପାଞ୍ଜି ଏବଂ ବିଭିନ୍ନ ଇତିହାସ ଭିତରେ ଏସବୁ କଥାଟି ରହିଛି, ତାକୁ ସଂଗ୍ରହ କରିବା ପାଇଁ ମୋତେ ବହୁତ ଦିନ ଲାଗିଲା। କିନ୍ତୁ ଯେହେତୁ ଜଗନ୍ନାଥଙ୍କ ଉପରେ ଏ ଚଳଚ୍ଚିତ୍ରରେ ନିର୍ମାଣ କରାଯାଇଛି ଏବଂ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ଆରାଧ୍ୟ ଦେବତା, ତାଙ୍କ ବିଷୟରେ କୌଣସି ପ୍ରକାର ଭୁଲ ତଥ୍ୟ ଯେପରି ନ ଯାଉ ସେପରି ପ୍ରୟାସ ଆମେ କରିଛୁ। ଦୀର୍ଘ 3 ବର୍ଷ ଧରିକି ଏହାର ପ୍ରସ୍ତୁତି ଚାଲିଥିଲା ଏବଂ ଆଜି ସେ ପ୍ରସ୍ତୁତିର ଅନ୍ତ ହେଇଛି। ଦର୍ଶକମାନେ ଭଲ ଭଲ ଚଳଚ୍ଚିତ୍ରଟିକୁ ଖେଳରେ ଦେଖିବାକୁ ପାଇବେ। ଆଧ୍ୟାତ୍ମିକ କାହାଣୀ ଲୋକମାନେ ବେଶୀ ଦେଖିବା ପାଇଁ ଆକୃଷ୍ଟ ହେବେ। ଇଏ ସମ୍ପୂର୍ଣ୍ଣ କାହାଣୀ ଭିତରେ 30 ଭାଗ ହେଉଛି ଆଧ୍ୟାତ୍ମିକ କାହାଣୀ, ଆଉ ବାକି 70 ଭାଗ ହେଉଛି ଯେ 16ଶ ଶତାବ୍ଦୀରେ ମହାପାହାଡ଼ର ଯେଉଁ ଆକ୍ରମଣ ହେଇଥିଲା ଓଡ଼ିଶା ଉପରେ ଏବଂ ସେ ଆକ୍ରମଣ ସମୟରେ ଉତ୍କଳର ଗଜପତିମାନେ ଯୁଦ୍ଧ କରି ବଳିଦାନ ଦେଇଥିଲେ, ଜଗନ୍ନାଥଙ୍କୁ ନଷ୍ଟ କରିଦିଆଯାଇଥିଲା ଏବଂ ସେହି ସମୟରେ ଖୋର୍ଦ୍ଧାରେ ଗୋଟିଏ ଦୁର୍ଗ ପ୍ରତିଷ୍ଠା କରି ଗଜପତି ରାମଚନ୍ଦ୍ର ଦେବ ନବକଳେବରର ପ୍ରଥମ ଆୟୋଜନ କରିଥିଲେ। ତେଣୁ ଏ ଐତିହାସିକ ତଥ୍ୟକୁ ଆମେ ଦର୍ଶକମାନଙ୍କ ଆଖି ଆଗକୁ ଆଣିବୁ ଏବଂ 16ଶ ଶତାବ୍ଦୀର କଥାଟି ମୁଁ ଭାବୁଛି ଯାହା ଦର୍ଶକମାନଙ୍କୁ ନିଶ୍ଚିତ ଜଗନ୍ନାଥଙ୍କୁ ଲେଖିଲା ବେଳେ ଏକ ଅଦ୍ଭୁତ ଅନୁଭୂତି ହୁଏ। ବେଳେବେଳେ ଅନୁଭବ ହେଉଛି ମୁଁ ପାରିବି ନାହିଁ, ହାରିଯିବି, କିନ୍ତୁ ପରମୁହୂର୍ତ୍ତରେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛି। ଧୀରେ ଧୀରେ ସେ ନିଜେ ହିଁ ଏ କାହାଣୀକୁ ଲେଖିବେ। ତା ଭିତରେ ସିନେମାଟି ରିଲିଜ୍ ହେଇଛି ଟିକେ ଜଗନ୍ନାଥ ପ୍ରେମୀମାନେ ବେଶୀ ଦେଖିବେ। ଜଗନ୍ନାଥ ପ୍ରେମୀମାନେ ସମଗ୍ର ଓଡ଼ିଶା କାହିଁକି ଭାରତବର୍ଷ ଏବଂ ବିଶ୍ୱର ଅଧିକାଂଶ ଲୋକ ଜଗନ୍ନାଥଙ୍କୁ ଭଲ ପାଆନ୍ତି। ଆଉ ଯେଉଁମାନେ ଜଗନ୍ନାଥଙ୍କୁ ଭଲ ପାଆନ୍ତି ସେମାନେ ନିଶ୍ଚିତ ଭାବରେ ସିନେମାଟି ଆସିବେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ଗୋଟେ କାହାଣୀ ଲେଟ୍ ହେଇଗଲା ଯଦିଓ ବିଭିନ୍ନ ପ୍ରାଦେଶିକ ଭାଷାରେ ଇତିହାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, କିନ୍ତୁ ଆମେ ଚଳଚ୍ଚିତ୍ରଟିକୁ ନିର୍ମାଣ କରିଛୁ। ଯାହା ଆପଣ କହିଲେ ଯେ କିଛି ବିଳମ୍ବ ହେଇଛି, କିନ୍ତୁ ତଥାପି ଗୋଟେ ପ୍ରୟାସ କରାଯାଇଛି ଏବଂ ଏ ପ୍ରୟାସ ଦର୍ଶକମାନେ ଯଦି ଗ୍ରହଣ କରନ୍ତି ତେବେ ଭବିଷ୍ୟତରେ ଆଉ ଭଲ ଭଲ ଚଳଚ୍ଚିତ୍ର ଏବଂ ଇତିହାସକୁ ନେଇ ଆମର ମହାପୁରୁଷମାନଙ୍କୁ ନେଇ ଆମର କଳା ସଂସ୍କୃତିକୁ ନେଇ ଭଲ ଭଲ ଚଳଚ୍ଚିତ୍ରମାନ ପ୍ରେକ୍ଷାଳୟକୁ ଆସିବ। ତେଣୁ ମୁଁ ଦର୍ଶକମାନଙ୍କୁ ଅନୁରୋଧ କରୁଛି ସେମାନେ ଆସନ୍ତୁ, ସିନେମାଟିକୁ ଦେଖନ୍ତୁ, ଦେଖିଲେ ହିଁ ପ୍ରଯୋଜକ ଏବଂ ସମସ୍ତ କଳାକାରମାନେ ଉତ୍ସାହିତ ହେବେ। ଏବେ ଏଇଟା ଫିଲ୍ମ କଲି କ'ଣ ଆହେନିର ଶୈଳ ନାଟକଟି କରିସାରିଲା ପରେ ଯେତେବେଳେ 6 ଥର ସେ ଭୁବନେଶ୍ୱରରେ ମଞ୍ଚସ୍ଥ ହେଇଛି ଏବଂ ପୂର୍ଣ୍ଣ ପ୍ରେକ୍ଷାଳୟରେ ଚାଲିଛି, ମୋର ବିଶ୍ୱାସ ହେଲା ଯେ ଜଗନ୍ନାଥଙ୍କ କଥା ଶୁଣିବା ପାଇଁ ଆମ ଲୋକମାନେ ବହୁତ ଆସିବେ। ସେମାନେ ନିଶ୍ଚିତ ଆସିବେ ଜଗନ୍ନାଥଙ୍କର କଥା ଶୁଣିବା ପାଇଁ, କାରଣ ସେ ଆମର ଆତ୍ମା, ସେ ଆମର ଭାବପ୍ରବଣ। ତେଣୁ ମୁଁ ନବକଳେବର ଯଦି ପ୍ରଥମେ ନାଟକଟେ କରିଥିଲି, ଯେତେବେଳେ ଦର୍ଶକମାନଙ୍କର ପ୍ରଶଂସା ଏବଂ ଭଲ ପାଇବା ଅନୁଭବ କଲି, ସେତେବେଳେ ମୁଁ ଏକ ଚଳଚ୍ଚିତ୍ରର ରୂପ ଦେବା ପାଇଁ ସ୍ଥିର କଲି।